When the printing press was discovered and invented, and the Bible was printed for the masses, for the people, the first time, that revolutionized Christianity. ଆଉ ଯେତେବେଳେ ପ୍ରଥମ ଥର ନିମନ୍ତେ ଛପାଖାନା ଆରମ୍ଭ ହେଲା ଆଉ ସେହି ସମୟରେ ଈଶ୍ୱରଙ୍କର ବାକ୍ୟ ବାଇବେଲ କୁ ଛପାଗଲା ଆଉ ଅନ୍ୟମାନଙ୍କ ନିକଟରେ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେଲା ତାହା କେତେ ଚମତ୍କାରର ବିଷୟ ଥିଲା. That was 500 years ago. ଆଉ ତାହା ପାଖାପାଖି 500 ବର୍ଷ ପୂର୍ବର କଥା. 200 years ago, there was the beginning of the great missionary movement. 200 ବର୍ଷ ପୂର୍ବରୁ ସୁସମାଚାର ପ୍ରଚାର ମାନଙ୍କର ଯୋଉ ଆନ୍ଦୋଳନ ବିଭିନ୍ନ ସ୍ଥାନକୁ ଯିବାର ଯୋଉ ତାଙ୍କର ଗତିଶୀଳତା ଆରମ୍ଭ ହେଲା 200 ବର୍ଷ ପୂର୍ବରୁ. And that made Christianity grow immensely in many parts of the world. ଆଉ ସେଇ ଆନ୍ଦୋଳନ ସମୁଦାୟ ଜଗତରେ ଖ୍ରୀଷ୍ଟୀୟ ବିଶ୍ୱାସ ଆଉ ମଣ୍ଡଳୀର ବୃଦ୍ଧି ନିମନ୍ତେ ଏକ ବିପ୍ଳବ ସ୍ୱରୂପ କାର୍ଯ୍ୟ କଲା. And then television came and the gospel could go out very quickly. ତାପରେ ଟେଲିଭିଜନର ପଦାର୍ପଣ ହେଲା ଆଉ ସୁସମାଚାର ଅତି ସହଜରେ ଅନ୍ୟତ୍ର ପହଞ୍ଚି ପାରିଲା. And then the internet came recently and that spread the word even more quickly. ଆଉ ଅତି ନିକଟରେ ଆମମାନଙ୍କ ନିକଟରେ ଇଣ୍ଟରନେଟ ଆସିଲା ଆଉ ସମୁଦାୟ ପୃଥିବୀରେ ଅତି ସହଜରେ କମ ସମୟରେ ଈଶ୍ୱରଙ୍କର ସମ୍ବାଦ ପହଞ୍ଚି ପାରୁଛି. But there's nothing like this apparatus. କିନ୍ତୁ ଏଇ ସ୍ମାର୍ଟଫୋନ ଭଳିଆ ଆଉ ଉପାଦାନ ଅନ୍ୟ କୌଣସି ଜାଗାରେ ନାହିଁ. This is changing the world more quickly than any other influence in the history of humanity. ଆଉ ମନୁଷ୍ୟ ଇତିହାସରେ ଅନ୍ୟ କୌଣସି ବସ୍ତୁ ଅପେକ୍ଷା ଏହି ସ୍ମାର୍ଟଫୋନ ମଣିଷମାନଙ୍କର ଜୀବନକୁ ଅତି ଶୀଘ୍ର ପ୍ରଭାବିତ କରିପାରୁଅଛି. Now we know Satan is very active and he is also using it for bad reasons. ଆମମାନେ ଜାଣୁ ଶୈତାନ ମଧ୍ୟ ସକ୍ରିୟ ଭାବରେ ମନ୍ଦ ଉଦ୍ଦେଶ୍ୟରେ ଏହି ମୋବାଇଲକୁ ବ୍ୟବହାର କରି ଆସୁଅଛି. But I congratulate you for being progressive in your thinking and allowing God to use it for his word to go out in a way that has never been as fast and as far as before. ଆଉ ମୁଁ ଈଶ୍ୱରଙ୍କୁ କିନ୍ତୁ ଧନ୍ୟବାଦ ଦିଏ ଆପଣମାନଙ୍କର ଜ୍ଞାନ ବୁଦ୍ଧି କୌଶଳକୁ ଆପଣ ବ୍ୟବହାର କଲେ ଆଉ ଏଇ ଈଶ୍ୱରଙ୍କର ବାକ୍ୟକୁ ଅନ୍ୟତ୍ର ଦେବା ନିମନ୍ତେ ଆପଣ ତାହାକୁ ସକ୍ରିୟ ଭାବରେ ବ୍ୟବହାର କରିବା ନିମନ୍ତେ ବୁଦ୍ଧି କଲେ ଆଉ ଯାହାକି ଆଗରୁ କେବେ ମଧ୍ୟ ଏତେ ଶୀଘ୍ର ସହଜରେ କାର୍ଯ୍ୟକାରୀ ହେଇ ପାରୁନଥିଲା. And the Emmaus app in Odaya is now there. ଆଉ ବର୍ତ୍ତମାନ ଏଇ ସ୍ମାର୍ଟଫୋନରେ ଓଡ଼ିଆର ଇମାଉସ୍ ପାଠ୍ୟକ୍ରମ ଆପଣଙ୍କର ଆପରେ ମୋବାଇଲରେ ଉପଲବ୍ଧ. And Odia speaking people in Orissa or in South Africa or in the United States can now find their own language and study the Bible. ଓଡ଼ିଶା ଭାଷା କହୁଥିବା ଅଧିବାସୀ ମାନେ ଲୋକମାନେ ଓଡ଼ିଶାରେ ହଉ ସାଉଥ ଆଫ୍ରିକାରେ ହଉ ଆମେରିକାରେ ହଉ ସେମାନେ ତାହାକୁ ବ୍ୟବହାର କରିପାରିବେ ପଢ଼ିପାରିବେ. And it has been a long process to get that language on the app. ଆଉ ଏଇ ଭାଷାକୁ ଏକ ଆପରେ ପରିଣତ କରିବା ନିମନ୍ତେ ଏକ ଦୀର୍ଘମିଆଦୀ ପ୍ରକ୍ରିୟାର ମଧ୍ୟ ଦେଇକି ଯିବାକୁ ପଡ଼ିଲା. And that's why I would like to go to the last verses in the second epistle to the Corinthians. ଆଉ ତେଣୁ କରି ଆମେ ଦ୍ୱିତୀୟ କରନ୍ଥୀୟ ପୁସ୍ତକର ଶେଷ ପଦକୁ ଆମେ ଯିବା ନିମନ୍ତେ ଚାହିଁବା. It took many decades for the Lord to develop the early church and many years for the Corinthian church to be planted. ପ୍ରଭୁଙ୍କୁ ଅନେକ ସମୟ ଲାଗିଲା ବର୍ଷ ଲାଗିଲା ମଣ୍ଡଳୀକୁ ସ୍ଥାପନ କରିବା ନିମନ୍ତେ ତଦ୍ରୂପ କରିନ୍ଥ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ଗଢ଼ିବା ନିମନ୍ତେ ମଧ୍ୟ ଅନେକ ସମୟ ନେଇଥିଲା. And it was very soon after the church was planted that problems started in the church. ଆଉ ଯେତେବେଳେ ଈଶ୍ୱରଙ୍କର ମଣ୍ଡଳୀ ସ୍ଥାପିତ ହେଲା ତତ୍ ସଙ୍ଗେ ସଙ୍ଗେ ମଣ୍ଡଳୀରେ ସମସ୍ୟା ଗୁଡ଼ିକ ମଧ୍ୟ ଆରମ୍ଭ ହେଲା. Satan is working against the purposes of God in every way he can. ଆଉ ଶୈତାନ ଯେ କୌଣସି ଭାବରେ ସେ ଈଶ୍ୱରଙ୍କର
କାର୍ଯ୍ୟ ଏବଂ ଉଦ୍ଦେଶ୍ୟ ବିରୁଦ୍ଧରେ ସେ ସକ୍ରିୟ ଭାବରେ ଯୁଦ୍ଧ କରି ଆସୁଅଛି। So be warned, Satan is going to attack the efforts of the gospel through the Emmaus app. ଆଉ ତେଣୁକରି ଆମମାନେ ସଜାଗ ହେବା ଯେ ଏଇ ଯୋଉ ସୁସମାଚାର ଅଭିଯାନ ଆମମାନେ ଇମାୟୁସ୍ ବାଇବେଲ ଓଡ଼ିଆ ଆପ ମାଧ୍ୟମରେ କରିବାକୁ ଯାଉଛୁ, ଶୟତାନ ତାହାକୁ ମଧ୍ୟ ଆକ୍ରମଣ କରିବ। Paul wrote 2 letters to the Corinthian church to help them and to encourage them to sort out their problems. ଆଉ ପାଉଲ କରନ୍ଥୀୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ 2 ଗୋଟି ଚିଠି ଲେଖିଲେ ସେମାନଙ୍କୁ ସାହାଯ୍ୟ କରିବା ଲାଗି, ସେମାନଙ୍କର ସମସ୍ୟା ଗୁଡ଼ିକୁ ଜାଣି ସମାଧାନ କରିବା ନିମନ୍ତେ। And in the very end of the second epistle, chapter 13, verse 11, look what he tells these people in conclusion. ଆଉ ସେ ଦ୍ୱିତୀୟ କରନ୍ଥୀୟ 13 ପର୍ବର 11 ପଦର ଶେଷରେ ସେ ସମସ୍ତ ସାରାଂଶ ଭାବରେ ସେମାନଙ୍କୁ କଣ କହିବାକୁ ଚାହାନ୍ତି ଆପଣ ଦେଖନ୍ତୁ। And this is my message from the Lord for each of you as workers in the Odia field of service today. ଆଜି ଆପଣ ମାନେ ଓଡ଼ିଶା ଦେଶରେ ସେବା କରୁଥିବା ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରୁ ଏହା ମୋର ସମ୍ବାଦ ଅଟେ। In English version, it starts, finally, brethren. It's talking to us as brothers in Christ. ଆଉ ଇଂରାଜୀ ଭାଷାରେ ସେଇଠି ଏ ପ୍ରକାର ଲେଖାଯାଏ, ଶେଷରେ ହେ ଭାଇ ମାନେ ଆମମାନଙ୍କୁ ହିଁ ତାହା ସୂଚାଏ। And then it gives a series of little commands. ଆଉ ସେଇଠି ଅନେକ ପର୍ଯ୍ୟାୟର ଆଦେଶ ଗୁଡାକ ସେ ଛୋଟ ଛୋଟ ଆଦେଶ ଦିଅନ୍ତି। Number 1, rejoice. ପ୍ରଥମ ବିଷୟ ଆନନ୍ଦ କର, or be joyful. କିଏ ବା ଆନନ୍ଦିତ ହୁଅ। That's what we are doing tonight. ଆଜି ସନ୍ଧ୍ୟାରେ ଆମେ ତାହା ହିଁ କରୁଅଛୁ। But tomorrow when there is a problem in the ministry, rejoice. କିନ୍ତୁ ଯେତେବେଳେ ଆସନ୍ତା କାଲି ସେବାରେ କୌଣସି ସମସ୍ୟା ହୁଏ ହେଲେ ମଧ୍ୟ ଆନନ୍ଦ କର। Number 2, ଦ୍ୱିତୀୟ ଜିନିଷ, it says be made complete. ସିଦ୍ଧ ହୁଅ, or grow in maturity, another version says. ଅନ୍ୟ ଭର୍ସନ ରେ କୁହାଯାଏ ଆଉ ତୁମେ ପରିପକ୍ୱତାରେ ବୃଦ୍ଧି ପ୍ରାପ୍ତ ହୁଅ। Continue to become mature believers. ଆପଣ ଏକ ପରିପକ୍ୱ ବିଶ୍ୱାସୀ ହେବା ନିମନ୍ତେ ଅନବରତ ଲାଗି ରୁହନ୍ତୁ। The third thing Paul tells the Corinthians is this. ଆଉ ପ୍ରେରିତ ପାଉଲ କରନ୍ଥୀୟ ମାନଙ୍କୁ ଯୋଉ ତୃତୀୟ ବିଷୟ କହନ୍ତି ତାହା ଏହି, be comforted. ସାନ୍ତ୍ୱନା ପ୍ରାପ୍ତ ହୁଅ, or encourage one another. କିଏ ବା ପରସ୍ପରକୁ ଉତ୍ସାହିତ କର। In the midst of the problems in India, encourage one another. ଭାରତ ବର୍ଷରେ ଅନେକ ପ୍ରକାର କଷ୍ଟ ସମସ୍ୟାର ମଝିରେ ପରସ୍ପରକୁ ଉତ୍ସାହିତ କର। When problems come, when Satan attacks, encourage one another. ଯେତେବେଳେ ସମସ୍ୟା ଆସେ, ଯେତେବେଳେ ଶୈତାନ ଆକ୍ରମଣ କରେ, ପରସ୍ପରକୁ ଉତ୍ସାହିତ କର। Then the number 4, it says be like-minded or be of the same mind. ଆଉ ଚତୁର୍ଥ ବିଷୟ ସେ କହନ୍ତି ପରସ୍ପର ଏକ ମନା ହୁଅ, ଏକ ମନ ଧାରଣ କର। Or live in harmony with each other. କିଏ ବା ପରସ୍ପର ସହିତ ଏକତାରେ ବାସ କର। Satan loves to divide us. ଆମମାନଙ୍କୁ ଭାଗ ବିଭାଗ କରିବା ନିମନ୍ତେ ଶୈତାନ ବହୁତ ପସନ୍ଦ କରେ। And then number 5, he says live in peace. ଆଉ ପଞ୍ଚମରେ ସେ କହନ୍ତି ଶାନ୍ତିରେ ବାସ କର। We don't talk too much about peace. ଆମେ ଅନେକ ସମୟରେ ଶାନ୍ତି ବିଷୟରେ କଥା କହିନଥାଉ। Usually the apostle talks about peace in the first verse and in the last verse of his letter, and we read those parts very quickly. ଆଉ ବିଶେଷ କରି ଯେତେବେଳେ ପ୍ରେରିତ ଚିଠି ଲେଖନ୍ତି ତାଙ୍କର ପ୍ରାରମ୍ଭିକ ଚିଠିରେ ସେ ଶାନ୍ତିର ବିଷୟ ଉଲ୍ଲେଖ କରନ୍ତି ଆଉ ଶେଷରେ ଶାନ୍ତିର ବିଷୟକୁ ସେ ଉଲ୍ଲେଖ କରନ୍ତି, ମଝିରେ ଆମେ ତାକୁ ଦେଖୁନାହୁଁ। But peace is a wonderful biblical doctrine. କିନ୍ତୁ ଶାନ୍ତି ବାଇବଲର ଏକ ଆଶ୍ଚର୍ଯ୍ୟଜନିତ ସିଦ୍ଧାନ୍ତ ଅଟେ। We have peace with God, Romans 5 chapter 1. That is our salvation.
ଆଉ ରୋମିଓ 5 ପର୍ବ 1 ପଦରେ ଆମେ ଈଶ୍ୱରଙ୍କର ସହିତ ଶାନ୍ତିରେ ଅଛୁ ତାହା ଆମମାନଙ୍କର ପରିତ୍ରାଣକୁ ଦେଖାଏ। And we can every day as Christians experience the peace of God, Philippians 4:6. That is how we continue in the Christian life. ଆଉ ଫିଲିପିଓ 4 ପର୍ବ 6 ପଦରେ ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ଆମମାନେ ଈଶ୍ୱରଙ୍କର ଶାନ୍ତିରେ ଆମମାନେ ଆଗ ବଢିଥାଉ ଯାହାକି ଆମମାନଙ୍କର ସାକ୍ଷ୍ୟକୁ ପ୍ରକାଶ କରେ। You see here, Paul tells the Corinthians, this is a command. You must do this. Live in peace. ଆଉ ଏଇ ସ୍ଥାନରେ ଯେତେବେଳେ ପ୍ରେରିତ ପାଉଲ କରନ୍ଥିଆ ମାନଙ୍କୁ ଲେଖୁଛନ୍ତି ଏହା ସେ ଆଦେଶ ଦିଅନ୍ତି ଯେ ତୁମେ ଶାନ୍ତିରେ ବାସ କର। Are you known as a brother or sister who looks for peace, lives in peace, tries to bring ଯେ କି ଶାନ୍ତିରେ ରହିବାକୁ ଚାହାନ୍ତି, ଶାନ୍ତି କାୟମ ରଖିବାକୁ ଚାହାନ୍ତି ଆଉ ଆପଣ ଶାନ୍ତି ଆଣିବା ନିମନ୍ତେ ପ୍ରୟାସ କରନ୍ତି? Because if you are, look at the last phrase of this verse. ଆଉ ଦେଖନ୍ତୁ ଏଇ ପଦର ଶେଷ ଏଇ ଶବ୍ଦ କଣ ସେମିତି ଏକା ପ୍ରକାଶ କରେ? And the God of love and peace will be with you. ଆଉ ତହିଁରେ ପ୍ରେମ ଏବଂ ଶାନ୍ତିର ପରମେଶ୍ୱର ତୁମମାନଙ୍କର ସହିତ ରହିବେ। Yes, God is always with us. ନିଶ୍ଚିତ ଭାବରେ ପରମେଶ୍ୱର ସର୍ବଦା ଆମର ସହିତ ଅଛନ୍ତି। But this is, Paul is talking about an aspect of God, a nature of God that is special here. କିନ୍ତୁ ଏହି ସ୍ଥାନରେ ପ୍ରେରିତ ପାଉଲ ପରମେଶ୍ୱରଙ୍କର ଏକ ସ୍ୱଭାବ, ପରମେଶ୍ୱରଙ୍କର ଏକ ତାଙ୍କର ଗୁଣ ବିଷୟରେ କହୁଅଛନ୍ତି ତାହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। The God of peace and love. ଶାନ୍ତିର ଏବଂ ପ୍ରେମର ପରମେଶ୍ୱର। Do you want to experience that part of God? ପରମେଶ୍ୱରଙ୍କର ସେଇ ଅଂଶକୁ ଆପଣ ନିଜ ଜୀବନରେ ଅନୁଭବ କରିବାକୁ ଚାହାନ୍ତି କି? Oh, yes. ନିଶ୍ଚିତ ଭାବରେ। Then you must fulfill the 5 little commands that God gives us in the beginning of the verse. ଆଉ ଯଦି ଆମେ ପରମେଶ୍ୱରଙ୍କର ସେଇ ପର୍ଯ୍ୟାୟକୁ ନିଜ ଜୀବନରେ ଅନୁଭବ କରିବାକୁ ଚାହୁଁ ତା ପୂର୍ବବର୍ତ୍ତୀ 5 ଗୋଟି ଛୋଟିଆ ଆଦେଶକୁ ଆମମାନଙ୍କୁ ପାଳନ କରିବାକୁ ପଡିବ। You can't be living in conflict with your brother regarding the ministry and then say you are enjoying the God of peace in your personal life. That cannot happen. ଆଉ ଆପଣ ନିଜର ଭାଇ ସହକର୍ମୀ ମାନଙ୍କର ସହିତ ବିବାଦ କରୁଛନ୍ତି, ସେମାନଙ୍କର ସହିତ ଝଗଡ଼ା ଲାଗୁଛନ୍ତି, କିନ୍ତୁ ଆପଣ ନିଜର ବ୍ୟକ୍ତିଗତ ଜୀବନରେ ଶାନ୍ତିର ପରମେଶ୍ୱରଙ୍କର ସହିତ ରହୁଛି ବୋଲି ଦାବି କରୁଛନ୍ତି, ତାହା କେବେ ମଧ୍ୟ ସମ୍ଭବ ନୁହେଁ। So when you are frustrated tomorrow or next week and there is a problem in the ministry next month, go back to these 5 little commands and see how God will help you become focused again. ଆଉ ଯେତେବେଳେ ଆଜି ଆପଣ ପ୍ରଭୁଙ୍କର ସେବାରେ ଅଛନ୍ତି, ଆସନ୍ତା କାଲି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଆପଣ ଦୟାକରି ଏଇ 5 ଗୋଟି ଛୋଟ ଛୋଟ ଆଦେଶ ନିଗକୁ ଚାଲି ଯାଆନ୍ତୁ ଆଉ ଦେଖନ୍ତୁ ତହିଁରେ ଆପଣ ସେଇ ଆଦେଶ ଗୁଡ଼ିକ ଉପରେ କେନ୍ଦ୍ରୀଭୂତ ହୁଅନ୍ତୁ ଆଉ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରିବେ। God gives us the power to live for him, but he also gives us the responsibility to follow his direction for our lives. ପରମେଶ୍ୱର ଆମମାନଙ୍କୁ ତାହାଙ୍କର ଜୀବନ କାଟିବା ନିମନ୍ତେ ଶକ୍ତି ଦିଅନ୍ତି, ମଧ୍ୟ ପରମେଶ୍ୱର ଆମମାନଙ୍କୁ ଶକ୍ତି ଦିଅନ୍ତି ତାହାଙ୍କର ଆଦେଶ ଗୁଡ଼ିକ ଅନୁସାରେ ଆମମାନଙ୍କର ଜୀବନକୁ ପରିଚାଳନା କରିବା ନିମନ୍ତେ। I give you these verses, this verse, especially for the Odia people, because I know the problems you face there. ବିଶେଷ ଭାବରେ ମୁଁ ଓଡ଼ିଶାର କର୍ମକର୍ତ୍ତା ମାନଙ୍କ ନିମନ୍ତେ ଏହି ସମସ୍ତ ବାକ୍ୟ ମୁଁ ଦାନ କରୁଅଛି, ଯେହେତୁ ମୁଁ ଜାଣେ ଆପଣମାନେ କୋଉ ଭଳି ସମସ୍ୟା ମଧ୍ୟ ଦେଇ ଗତି କରୁଅଛନ୍ତି। So brother CP Matthew and all your team, we are praying for you. ଭାଇ CP Matthew ଆପଣମାନଙ୍କର ସମସ୍ତ ସହକର୍ମୀ ମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରି ଆସୁଅଛୁ। Brother Godly and your board members, we are praying for you. ଭାଇ ଗଡଲି ଆପଣଙ୍କର ବୋର୍ଡ ମେମ୍ବର ସମସ୍ତଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ। Brother KC Jacob, as you direct the overall Emmaus India ministry, we are praying for you. ଭାଇ କେସି ଜେକବ ଆପଣ ଯେତେବେଳେ ସମୁଦାୟ
ଭାରତର ସମସ୍ତ ସେବା କାର୍ଯ୍ୟକୁ ପରିଚାଳିତ କରନ୍ତି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। And all of you who are going to promote the Emmaus app, and those of you who are going to study on the Emmaus app, we are praying for you. ଆଉ ଆପଣମାନଙ୍କ ମଧ୍ୟରୁ ଅନେକ ଯୋଉମାନେ ଏହି ପାଠ୍ୟକ୍ରମ ପଢିବେ, ଯୋଉମାନେ ଏ ପାଠ୍ୟକ୍ରମକୁ ପ୍ରସାରଣ କରିବେ, ସେହି ସମସ୍ତଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ। And the promise is the God of love and peace will be with you. ଆଉ ଯୋଉ ପ୍ରତିଜ୍ଞା ମାନଙ୍କୁ ଦିଆଯାଇଛି ତାହା ହେଉଛି ପ୍ରେମ ଏବଂ ଶାନ୍ତିର ପରମେଶ୍ୱର ତୁମମାନଙ୍କର ସହିତ ରହିବେ। The glory be for God alone. ଗୌରବ କେବଳ ପରମେଶ୍ୱରଙ୍କର ହିଁ ହେଉ। Thank you. ଧନ୍ୟବାଦ।